ମହାପ୍ରଭୁ ଜଗନ୍ନାଥ ଯେତେବେଳେ ଗୁଣ୍ଡିଚା ମାଙ୍କ ମନ୍ଦିରକୁ ଯାଉଥାନ୍ତି ସେତେବେଳେ ତାଙ୍କୁ ଫୁଲର ମାଳ ଫୁଲର ଟାହିଆ ପିନ୍ଧେଇ ସୁସଜ୍ଜିତ କରି ଗୁଣ୍ଡିଚା ମନ୍ଦିରକୁ ରଥରେ ଟାଣି ନିଆଯାଏ। କିନ୍ତୁ ବାହୁଡ଼ା ଦିନ ଯେତେବେଳେ ଗୁଣ୍ଡିଚା ମନ୍ଦିରରୁ ସେ ଜଗନ୍ନାଥ ମନ୍ଦିରକୁ ଫେରନ୍ତି ସେତେବେଳେ ଜଗନ୍ନାଥ ମନ୍ଦିର ହେଉଛି ଦ୍ୱାରିକାକୁ ଫେରିବାକୁ ହେଲେ ସେହିପରି ବେଶରେ ଫେରିବା ପାଇଁ ପଡ଼େ। ତେଣୁ ଜଗନ୍ନାଥ ବଳଭଦ୍ର ମା ସୁଭଦ୍ରା ସେମାନେ ସୁନାବେଶ ହୋଇଥାନ୍ତି। କାରଣ ଶ୍ରୀମନ୍ଦିରକୁ ଫେରିବେ, ଲକ୍ଷ୍ମୀଙ୍କୁ ଭେଟିବେ, ସେ କେମିତି ଏମିତି ଯାଇତାଇ ବେଶରେ ଫେରିବେ। ତେଣୁ ସେ ଅନେକ ସୁନା ହୀରା ଲୀଳା ମୋତି ମାଣିକରେ ଛାଉଣି ହେଲା ପରି ସୁସଜ୍ଜିତ ହୋଇ ମା ଲକ୍ଷ୍ମୀଙ୍କ ପାଖକୁ ଫେରିଥାନ୍ତି ଦ୍ୱାରିକାଧୀଶ ଅବସ୍ଥାରେ। ସେଥିପାଇଁ ବଡ଼ ଠାକୁରଙ୍କର ଏହିପରି ସୁନାବେଶ ସୃଷ୍ଟି ହୋଇଥାଏ।